ଯେମିତି ଅମାବାସ୍ୟା ହଉଥିଲା ପ୍ରତ୍ୟେକ ମାସରେ ସେମିତି ଅମାବାସ୍ୟା ହବ, କିନ୍ତୁ ଆମେ ଏଇ ଅମାବାସ୍ୟାର ଜହ୍ନଟିକୁ କଳା ଜହ୍ନ ବୋଲି କହୁଛେ। ସେଟା ଗୋଟେ ନାମକରଣ ଯେମିତି ଦିଆଯାଇଛି, ଯେମିତି କି ଆମେ ବେଳେ ବେଳେ ନୀଳ ଜହ୍ନ କହିଥାଏ ବା ବ୍ଲୁ ମୁନ୍ କହିଥାଏ, ସେଇଟା ମଧ୍ୟ ଗୋଟେ ନାମକରଣ। ଆଉ ଏଇ କଳା ଜହ୍ନ ନାମକରଣ କରିବାର ପଛର କାରଣ ହଉଛି ଯେ ଆମର ଇଂରାଜୀ ମାସ ହଉଛି କେତେ ଗୋଟେ 30 ଦିନ ବା କେତେ ଗୋଟେ 31 ଦିନ ଥାଏ, ଆଉ ଆମର ପ୍ରତ୍ୟେକ ଅମାବାସ୍ୟା 29 ଦିନରୁ 30 ଦିନ ଭିତରେ ପଡିଥାଏ। ତେଣୁ ଯେହେତୁ ଏଇ ବର୍ଷ ଡିସେମ୍ବର 1 ତାରିଖ ଗୋଟେ ଅମାବାସ୍ୟା ଥିଲା, ତେଣୁ ପୁଣି ଡିସେମ୍ବର 30 ବା 31 ତାରିଖ ଭୋରରେ ଆଉ ଗୋଟେ ଅମାବାସ୍ୟା ଆମର ପଡୁଛି। ସେଥିପାଇଁକା ଏଇ ଦ୍ୱିତୀୟ ଅମାବାସ୍ୟାଟିକୁ ଆମେ କଳା ଜହ୍ନ ବୋଲି ନାମକରଣ କରିଛେ। ଚନ୍ଦ୍ର କଳା ପଡିବ ନାହିଁ, କିଛି ନାହିଁ। ଆଉ ଏଇଟା ଯୋଉ ଦେଖିବା କଥା ଆପଣ କହୁଛନ୍ତି, ପ୍ରକୃତରେ ଅମାବାସ୍ୟାରେ ଆମେ ଚନ୍ଦ୍ରକୁ ଦେଖିପାରେ ନାହିଁ, ସେଟା ପୁରା ସମ୍ପୂର୍ଣ୍ଣ ରୂପେ ଲୁଚି ଯାଇଥାଏ କହିପାରିବା। ତେଣୁ ଏଇଟା ଗୋଟେ ଘଟଣା ଘଟୁଛି ଯୋଉଥିରେ କି ଗୋଟେ ଆମର ଇଂରାଜୀ କ୍ୟାଲେଣ୍ଡର ମାସରେ ଦ୍ୱିତୀୟ ଅମାବାସ୍ୟାଟି ପଡିଛି, ସେଥିପାଇଁ ଦ୍ୱିତୀୟ ଅମାବାସ୍ୟାଟିକୁ ନାମକରଣ କରାଯାଇଛି କଳା ଜହ୍ନ ବୋଲି। ତାର ଠିକ ବିପରୀତ ହଉଛି ଆମର ନୀଳ ଜହ୍ନ, ଯେତେବେଳେ କି ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣମୀ ପଡିଥାଏ, ଦ୍ୱିତୀୟ ପୂର୍ଣ୍ଣମୀଟିକୁ ଆମେ ନୀଳ ଜହ୍ନ ବୋଲି କହିଥାଉ। ତେଣୁ ଏଇଟା ଗୋଟେ ନାମକରଣ ମାତ୍ର, ଏଥିରେ ରଙ୍ଗର କୌଣସି ସମ୍ପର୍କ ନାହିଁ। ଆଉ ଏଇଟା ଗୋଟେ ଘଟଣା ଯୋଉଟା କି ଘଟିବ, କିନ୍ତୁ ଆମେ ତାକୁ ଦେଖିପାରିବା ନାହିଁ। ଦେଖନ୍ତୁ, ଆମେ ଚନ୍ଦ୍ରକୁ ଦେଖିଥାଉ ଯେତେବେଳେ ଆମର ସୂର୍ଯ୍ୟର ଆଲୋକ ଯାଇ ଚନ୍ଦ୍ର ଉପରେ ପଡିଥାଏ, ସେ ପ୍ରତିଫଳିତ ହେଇ ଆମ ପାଖକୁ ଆସିଥାଏ। କିନ୍ତୁ ଅମାବାସ୍ୟା ଦିନ କଣ ହୁଏ ନା, ଏପରି ଗୋଟେ ସ୍ଥାନରେ ଚନ୍ଦ୍ର ଥାଏ ଯେତେବେଳେ ସୂର୍ଯ୍ୟ ଆଲୋକ ପଡିଲେ ବି ଆମେ ଗୋଟେ ଏକଦମ ଛୋଟିଆ ସରୁ ଧାରର ଦେଖିଥାଉ। ଆଉ ଯଦି ପ୍ରକୃତ ପୂର୍ଣ୍ଣମୀ ଦେଖିବା, ଯୋଉଟା କି ଆମର ଏ ବର୍ଷ ଡିସେମ୍ବର 31 ତାରିଖ ଦିନ ବେଳା ଘଟୁଛି, ସେ ସମୟରେ ଆମେ ସମ୍ପୂର୍ଣ୍ଣ ରୂପେ ଚନ୍ଦ୍ରକୁ ଦେଖିପାରୁନୁ। ଆଉ ଅମାବାସ୍ୟା ଦିନ ଆପଣ ଲକ୍ଷ୍ୟ କରିଥିବେ ଚନ୍ଦ୍ର ମାତ୍ର 20ରୁ 25 ମିନିଟ୍ ବା ଅଧଘଣ୍ଟେ ପାଇଁ ଦେଖାଯାଇଥାଏ। ତେଣୁ ଦୂରବୀକ୍ଷଣ ଯନ୍ତ୍ରରେ ମଧ୍ୟ ଦେଖିବା ଆଜି ସମ୍ଭବ ନୁହେଁ, କାରଣ ଚନ୍ଦ୍ର 12 ଘଣ୍ଟା ସମୟ ପାଖାପାଖି ଦିନ ବେଳେ ରହିବ। ତ ଦିନ ବେଳେ ତାକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହେବ ନାହିଁ, ରାତି ବେଳେ କେବଳ ଅଳ୍ପ ସମୟ ପାଇଁ ରହିବ, ଯୋଉଟା ଖୁବ କମ ସମୟ 20ରୁ 25 ମିନିଟ୍ ପାଇଁକା। ସେଇ ସମୟରେ ଦୂରବୀକ୍ଷଣ ଯନ୍ତ୍ରରେ ଦେଖାଯାଇପାରିବ, କିନ୍ତୁ ଅନ୍ୟ ସମୟରେ ଦେଖାଯାଇପାରିବନି। ଆଉ ସେ ସମୟରେ ଖାଲି ଆଖିରେ ମଧ୍ୟ ଦେଖାଯିବ। ତେଣୁ ଏଇଟା ନର୍ମାଲ ପ୍ରୋସେସ କିଛି ନାହିଁ, କେବଳ ଗୋଟେ ନାଁ କରିଦିଆ, ନାଁ ତାକୁ ଗୋଟେ ଦିଆଯାଇଛି ଯେ କଳା ଜହ୍ନ ବୋଲି। କିନ୍ତୁ ଏଇଟାରେ କୌଣସି ରଙ୍ଗ ସହିତ ସମ୍ପର୍କ ନାହିଁ ବା ଅନ୍ୟ କୌଣସି ପ୍ରକ୍ରିୟା ନାହିଁ, ବା ଯୋଉ ପ୍ରଭାବ କଥା କହୁଛନ୍ତି ତା ମଧ୍ୟ ନାହିଁ। କାରଣ ଯେମିତି ପ୍ରତ୍ୟେକ ମାସରେ ପୂର୍ଣ୍ଣମୀ ବା ଅମାବାସ୍ୟା ହୁଏ, ଏଇଟା ମଧ୍ୟ ଗୋଟିଏ ଅମାବାସ୍ୟା, ଯୋଉଟା କେବଳ ଗୋଟିଏ ସଂଯୋଗ ବଶତଃ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପଡିଛି, ଦ୍ୱିତୀୟଟିକୁ ଆମେ କଳା ଜହ୍ନ ବୋଲି କହୁଛେ। କାରଣ ଇଂରାଜୀ କ୍ୟାଲେଣ୍ଡର ମାସ 30 ଦିନ ଅଛି, 31 ଦିନ ଅଛି, ଆଉ ଯେହେତୁ ଅମାବାସ୍ୟାରୁ ଅମାବାସ୍ୟା ହଉଛି 29 ଦିନ, ସେଥିପାଇଁକା ବେଳେ ବେଳେ ଏମିତି ସଂଯୋଗ ଆସେ ଯେତେବେଳେ କି ଇଂରାଜୀ କ୍ୟାଲେଣ୍ଡର ମାସରେ 1 ବା 2 ତାରିଖରେ ଯଦି ଗୋଟେ ଅମାବାସ୍ୟା ପଡେ, ପୁଣି 30 ବା 31 ତାରିଖ ବେଳକୁ ଗୋଟେ ପଡିବାର ସମ୍ଭାବନା ଥାଏ। ତେଣୁ ସେଇଟାକୁ ଆମେ କଳା ଜହ୍ନ ବୋଲି ନାମିତ କରିଛୁ କେବଳ।